82ଟି ଗ୍ରୁପ ଆସିବାକୁ ଆମକୁ ସାର୍ ଫୋନ କରିଥିଲେ ଯେ ଆପଣ ମାନେ 4-5 ଟ୍ରେନିଂ ପାଇବେ 6ରୁ ଆପଣଙ୍କ ରେସିଂ ଷ୍ଟାର୍ଟ ହବ 4-5-6 ଆପଣ ଆସିବେ ଆପଣ ଆସିବା ଖର୍ଚ୍ଚ ଯିବା ଖର୍ଚ୍ଚ ରହିବା ଖର୍ଚ୍ଚ ଖାଇବା ଖର୍ଚ୍ଚ A to Z ସବୁ ବୁଝିବେ ଏଠି ଆସିଲା ପରେ ଆମେ ନା ଆସିବା ଖର୍ଚ୍ଚ ପାଇଲୁ ନା ରହିବା ପାଇଁ ସୁବିଧା ପାଉଛୁ ନା ଏଠି ଖାଇବାର ସୁବିଧା ଅଛି ଯାହା ବି ରୋଷେଇ ହେଉଛି ଆପଣ ଦେଖୁଥିବେ ଏଠି ଭିଜୁଆଲ ଦେଖିଦିଅନ୍ତୁ ଟିକେ ନାକୁ ଏଇଭଳିଆ ଜିନିଷ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ଆମର ଖାଇବା ତ ଏମିତି ଦଉଛନ୍ତି ଏକରେ ଆମେ ଯେତେବେଳେ 82ଟା ଟିମ୍ 10 ଜଣ ଲେଖାଲା ବେଳକୁ ଗୋଟେ ଟିମରେ 10 ଜଣ ଲେଖାଲା ବେଳକୁ ଆମର 820 ଲୋକ ହଉଛନ୍ତି 82ଟା ଟିମରେ ଆମର ପ୍ରେସିଡେଣ୍ଟ ସେକ୍ରେଟାରୀ ଏକ୍ସଟ୍ରା ଅଛନ୍ତି ତାପରେ ଏକ୍ସଟ୍ରା ପ୍ଲେୟାର ସବୁ ଅଛନ୍ତି ଏମିତି 1000 ପିଲା ହେଇଯାଉଛନ୍ତି କିନ୍ତୁ ଏଠି ରୋଷେଇ କରୁଛନ୍ତି 200-300 ପିଲାଙ୍କ ପାଇଁ ରୋଷେଇ ଲୋକମାନଙ୍କର ଖାଇବାକୁ ନେଇକି ଅସନ୍ତୁଷ୍ଟ ଅଛନ୍ତି ରେମ୍ୟୁନେରେସନକୁ ନେଇ ଅସନ୍ତୁଷ୍ଟ ଅଛନ୍ତି କିନ୍ତୁ ଆମର ଯାହା ପ୍ରିଲିମିନାରୀ ମିଟିଂ ହେଇଥିଲା ସବୁ ଆସୋସିଏସନ ରିପ୍ରେଜେଣ୍ଟେଟିଭ ମାନଙ୍କୁ ଡାକିକି ଲୋକାଲ ଅଥରିଟି ତାଙ୍କୁ ଡାକିକି ସମସ୍ତଙ୍କୁ ନେଇ ଗୋଟେ ମିଟିଂ କରାଯାଇଥିଲା ମିଟିଂରେ ଯେଉଁ ଅନୁସାରେ ସମସ୍ତେ ରାଜି ହେଉଥିଲେ ଆସୋସିଏସନ ମେମ୍ବର ହୁଅନ୍ତୁ ଲୋକାଲ ଅଥରିଟି ହୁଅନ୍ତୁ ଆଉ ଫିଲ୍ଡ ଅଫିସର ହୁଅନ୍ତୁ ସମସ୍ତଙ୍କୁ ନେଇକି ଯେଉଁ ବୈଠକ ହେଇଥିଲା ସେଥିରେ ସମସ୍ତଙ୍କ ମିଳିତ ସହଯୋଗରେ ଯେଉଁ ଡିସିସନଟା ହେଇଥିଲା ସେଇ ଅନୁସାରେ ଗାଇଡଲାଇନ୍ ଇସ୍ୟୁ କରାଯାଇଥିଲା ସେଇଟା ସମସ୍ତେ ରାଜି ହେଇଥିଲେ କିନ୍ତୁ ପରବର୍ତ୍ତୀ ପରିସ୍ଥିତି ତାଙ୍କ ଡିମାଣ୍ଡ ଯେଉଁଟା ବଢ଼ିଲା ଆମକୁ ଟ୍ରେନିଂ ପାଇଁ ପଇସା ଦିଆଯାଉ ସେଇଟା ମଧ୍ୟ ସରକାରଙ୍କ ଆପ୍ରୁଭାଲ ନେଇକି ଗୋଟେ ଦିନର ୱେଜ୍ ଲସ୍ ବା ଦିନ ମଜୁରୀ ଯେଉଁ କ୍ଷୟ ହେଲା ସେଇଟା ମଧ୍ୟ ଆମେ ରାଜି ହେଇଥିଲୁ ସେଇଟା ରାଜି ହେଇକି ତାଙ୍କୁ ଦେଲୁ ବାକି ଖାଇବାରେ ତାଙ୍କର କିଛି ଅସୁବିଧା ହେଉଥିଲା କିଛି ଲୋକ ଖାଇବା କିଛି 50 ଜଣ ପାଇନଥିଲେ ତ ଆମେ ତାକୁ ପୁଣି ଆଉ ରୋଷେଇ କରି ଖାଇବା ଦ୍ୱାରା କିଛି ବିଳମ୍ବ ହୋଇଥିଲା ସେ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ହେଇଥିଲା ତାହେଲେ ବୁଝେଇଛୁ ଆଉ ସେଇ ଜିନିଷ ଆଜି କିଛି ଅସୁବିଧା ହେବ ନାହିଁ ସବୁ ଆପୋଷ ବୁଝାମଣା ସବୁ ସମାଧାନ ଅଛି